ହୀରାକୁଦ ବନ୍ଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ଆସନ୍ତା 28 ରେ ଖୋଲିବ ଗେଟ୍। ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ। ରାଜ୍ୟରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ହୀରାକୁଦର ଉପର ମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଗତ ଦିନକ ମଧ୍ୟରେ 11.22 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 2,14,742 ଘନଫୁଟ ଜଳ ପ୍ରବେଶ କରୁଛି। ଏହାଦ୍ୱାରା ହୀରାକୁଦ ଜଳଭଣ୍ଡାର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହା ଖବର ଆସିଛି, ବର୍ତ୍ତମାନ 605.97 ଫୁଟ ଜଳସ୍ତର ରହିଛି ହୀରାକୁଦ ଜଳଭଣ୍ଡାରରେ। ପ୍ରତି ସେକେଣ୍ଡରେ ଲକ୍ଷାଧିକ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା 28 ତାରିଖ ହୀରାକୁଦର ଗେଟ୍ ଖୋଲାଯିବ। ଏହିଦିନ ପୂର୍ବାହ୍ନ 9ଟାରେ ହୀରାକୁଦ ଜଳଭଣ୍ଡାରର ପ୍ରଥମ ବନ୍ୟା ଜଳ ମହାନଦୀକୁ ଛଡ଼ାଯିବ। ଏ ଯେଉଁ ଆପଣ ଦେଖୁଛନ୍ତି ଏ ଦୃଶ୍ୟ, ଏହି ହୀରାକୁଦ ନଦୀବନ୍ଧର ଏହି ଗେଟ୍ ମାଧ୍ୟମରେ ବନ୍ୟା ଜଳ ଛଡ଼ାଯାଇଥାଏ। ଏହି ଗେଟ୍ରୁ ଆସନ୍ତା 28 ତାରିଖ ଦିନ ଗେଟ୍ ଖୋଲାଯିବ। ଆସନ୍ତା 2 ଦିନ ମଧ୍ୟରେ ଯେଉଁ ଭାବରେ ବର୍ଷାର ସ୍ଥିତି ରହିବ, ଜଳସ୍ତରକୁ ଦୃଷ୍ଟିରେ ରଖି କେତୋଟି ଗେଟ୍ ଖୋଲାଯିବ ତାହା ସ୍ଥିର କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ଇଞ୍ଜିନିୟର ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି। ଜଳ ନିଷ୍କାସନ ପୂର୍ବରୁ ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏନେଇ ସୂଚିତ କରାଯାଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ମହାନଦୀ ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯିବ। ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳ ଭଣ୍ଡାର ସ୍ଥିତି ସୁଧୁରିଛି। ଗତ 23 ତାରିଖ ସନ୍ଧ୍ୟା 6ଟାରେ ଜଳସ୍ତର 600.97 ଫୁଟ ରହିଥିଲା। ଏହାପରେ ଛତିଶଗଡ଼ ଆଦି କ୍ଷେତ୍ରରେ ପ୍ରବଳ ବର୍ଷା ହୋଇଥିଲା। ଉପରମୁଣ୍ଡର ଏହି ବର୍ଷା ଯୋଗୁଁ ଜଳଭଣ୍ଡାରକୁ ଅତ୍ୟଧିକ ଜଳ ପ୍ରବେଶ କରିଥିଲା। ଫଳରେ ଗତ 2 ଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ 37,820 ଘନଫୁଟ ଜଳ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଦେଇ ନିଷ୍କାସିତ ହେଉଛି। ଆମେ ଯଦି କହିବା ହୀରାକୁଦର ଯେଉଁ ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି 630 ଫୁଟ ଅଟେ। ହୀରାକୁଦ ନଦୀବନ୍ଧର ଜଳ ନିଷ୍କାସନ ପାଇଁ 98ଟି ଗେଟ୍ ରହିଛି। ସେଥିମଧ୍ୟରୁ 64ଟି ସୁଇଚ୍ ଓ 34ଟି କାଷ୍ଟ ଗେଟ୍ ରହିଛି। ତେବେ ପୂଜା ଅର୍ଚ୍ଚନା ପରେ କିଛି ବିଧି ମୁତାବକ କ୍ରେନ୍ ଯୋଗେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯାଇଥାଏ। ଜଳସ୍ତର ବୃଦ୍ଧିକୁ ଦେଖି ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ ଯେଉଁ ଆସନ୍ତା 28 ତାରିଖ ଛଡ଼ାଯିବ ତା ନିଷ୍ପତ୍ତି ହୋଇଛି। ତେବେ ଗତ ବର୍ଷ ଅର୍ଥାତ୍ 2023ରେ ଜୁଲାଇ 23 ତାରିଖ ଦିନ 613 ଫୁଟ ଥିବାବେଳେ ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇସାରିଛି। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡା କୁହନ୍ତୁ, ତଳମୁଣ୍ଡ କୁହନ୍ତୁ, ସବୁ ଅଞ୍ଚଳରେ ଯେହେତୁ ବର୍ଷା ଲାଗି ରହିଛି, ତେଣୁ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏ ଯେଉଁ ଆସନ୍ତା 28 ତାରିଖ ହୀରାକୁଦର ଗେଟ୍ ଖୋଲାଯିବାର ଯେଉଁ ନିଷ୍ପତ୍ତି ନିଆଯାଇଛି, ଏହିସବୁ ପାଇଁ ବେଶ ଉତ୍ସୁକତା ଅଛନ୍ତି ଅଞ୍ଚଳବାସୀ। ଗେଟ୍ ଖୋଲିବା ସମୟରେ ଯେଉଁ ଦୃଶ୍ୟ
लोके देखा उत्कंठा सह अपेक्षा करते आसंता 28 तारीख तेरे एठारे नदी गर्भ को जीवाई संपूर्ण बारण कर जो समय रे गेट खोल से समय संपूर्ण बंद भीतर को जीवाई बंद कर रविवार 28 तारीख दिन सकाल 9टार आमर हीराकुदू प्रथम बन्या जल निष्कासन करा कारण बर्तमान जलस्तर 605 फुट टपिगला बर्तमान इनफ्लो भी 2 लाख क्यूसेक्स रही तेणु आम रूल कर्व को आखिरी रखिकी आम रविवार दिन प्रथम बन्या जल निष्कासन करूँ आ गेट संख्या बर्तमान 3 दिन रे आउ वर्षा हम कि नहीं देखिकी स्थिर कर रविवार पूर्व स्थिर कर जलर परिमाणटा आम डिसाइड करूँ यही 2-3 दिन वर्षा आउ इनफ्लो को देखिकी बर्तमान देखु रूल कर्व को मानिया आमको खोलिया पड़ू कि खोलू ना तले तो पानी किसी ना आते बेसी भी आमर गेट खोला हेनी जहाँ जना पड़ी तेणु बन्या परिस्थिति संभावना प्राय ना बर्तमान आम जो तार एसओपी अच्छी आम जो महानदी जो जो जिला देकी जाइए समस्त माने कलेक्टर एवं अन्य मान समस्त को आम जन दौचु बर्तमान प्लस आमर 2 दिन धरिकी नदी तल अंचल हाँ डाकबाजी यंत्र जोगे आम प्रचार करदेव एवं सब मीडिया प्रिंट मीडिया प्लस विजुअल मीडिया रे सब दिया हम खबर लोक सतर्क हाँ पुणी रिपीट दि प्रथम बन्या जल निष्कासन बर्तमान पुणी रिपीट सूचना दि गत वर्ष टू कम अच्छी किंतु बर्तमान जो वर्षा इनफ्लो बढ़ुची तेणु रविवार बेलू आमर से 614-15 आसी आम एक्चुअली आमर सब नेटवर्क रही गेट स्टेशन गुड़ा अच्छी आम खबर पाई छत्तीसगढ़ आके नुआ नुआ खबर पाइबार लगी आमर संस्कृति मीडिया के सब्सक्राइब कर देबे और बेल आइकन के बजाबार लगी ना भूलबे। रहलु जुहार।